କଳାହାଣ୍ଡି ଭବାନୀପାଟଣା। କ'ଣ ଗ୍ରିଭାନ୍ସ ଥିଲା ଆପଣଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ଆସିଥିଲେ ଆପଣ କଥା ଶୁଣିଲେ? ସାର୍ ମୁଁ ବାପାଙ୍କୁ ଡେଥ୍ ପରେ ଫ୍ୟାମିଲି ପେନ୍ସନ୍ ଆପ୍ଲାଏ କରିଥିଲି। ତ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ମୋ ପାଖରେ ପଇସା ନଥିଲା। ବାପାଙ୍କ ଡେଥ୍ ପରେ 8 ମାସର ପଇସା ମୁଁ ଉଠେଇ ଦେଇକି ତାଙ୍କର ଶୁଦ୍ଧିକ୍ରିୟା ପ୍ଲସ୍ ତାଙ୍କର ଅସ୍ଥି ବିସର୍ଜନ ସବୁ କଲି। ହେଲେ ଫ୍ୟାମିଲି ପେନ୍ସନ୍ ପାଇଁ ବର୍ତ୍ତମାନ ବ୍ୟାଙ୍କ ରିକଭରି କର, ତାପରେ ଯାଇକି ତୁମର ଫ୍ୟାମିଲି ପେନ୍ସନ୍ ହେବ ବୋଲି ତାଙ୍କୁ କହୁଛନ୍ତି। ସେଥିପାଇଁ ଆସିଥିଲି ମୁଖ୍ୟମନ୍ତ୍ରୀ କ'ଣ ପଚାରିଲେ ଆପଣ? କହିଲେ ତାଙ୍କ ଡିପାର୍ଟମେଣ୍ଟକୁ ଦେଇଛନ୍ତି ଫାଇନାନ୍ସ ଡିପାର୍ଟମେଣ୍ଟକୁ କର କହିକି ଆଉ ତାର ସମାଧାନ କର। ନିଜେ ଆସିଥିଲେ ଆପଣଙ୍କ ପାଖକୁ? ଆଜ୍ଞା ଆସିଥିଲେ ଆଜ୍ଞା, ନିଜେ ମୁଖ୍ୟମନ୍ତ୍ରୀ ଆସିଥିଲେ। ଆଉ ସେ ତାଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି ଆଉ କରିବା ଆଶା ପାଇଁ। ଅଛି? ଆଜ୍ଞା ଆଶା ଅଛି। ଏମିତି ମୁଖ୍ୟମନ୍ତ୍ରୀ ଆଗରୁ ଯୋଉ ଯେତେ ସବୁ ମୁଖ୍ୟମନ୍ତ୍ରୀ ନାଇଁ ଆଜ୍ଞା, ଆଗରୁ ଯେତେ ମୁଖ୍ୟମନ୍ତ୍ରୀ ତ ନବୀନ ପଟ୍ଟନାୟକ ଥିଲେ 25 ବର୍ଷ, ସେ କେବେ କରିନାହାନ୍ତି ଗ୍ରିଭାନ୍ସଟା। ମୋହନ ମାଝୀ କରିଛନ୍ତି। ଆଉ ଭଲ ସାର୍ ଭଲ ପଦକ୍ଷେପ। ଆମେ ଜଣେ ସାଧାରଣ ଲୋକ ମଧ୍ୟ ଭେଟି ପାରୁଛୁ, ତାଙ୍କ ସହିତ କଥାବାର୍ତ୍ତା ହେଇପାରୁଛୁ। ଆଶା ଅଛି ନ୍ୟାୟ ପାଇବ? ହଁ ଆଶା ଅଛି ସାର୍, ପୁରା ନ୍ୟାୟ ପାଇବା ପାଇଁ ଆଶା ଅଛି।